Okay, so hey guys, welcome to Strategit. ତ ଆମର ଆରଆଇ ଅମିନ ର ମେନ୍ସ ର ରେଜଲ୍ଟ ବାହାରି ଯାଇଛି। ଆଉ ତ ମୁଁ ଏଥିପାଇଁ ହସୁଛି କି ମୁଁ ଲାଷ୍ଟ ଭିଡିଓ ଆପଣ ଦେଖିଥିବେ କି ମୁଁ ଯୋଉ ମୋର ଆଟେମ୍ପ୍ଟ କରିଥିଲି 170 ଆଟେମ୍ପ୍ଟ କରିକି ଆସିଛି ମୁଁ। ତାର ରେଜଲ୍ଟ ମୁଁ ଦେଖୁଛି ପୁରା ହଗି ଦେଇକି ଆସିଛି ମୁଁ। ଆପଣ ଜାଣିଥିବେ ମୁଁ କିଛି ପଢୁନଥିଲି, ବାସ୍ ସିଜିଏଲ ପରଠୁ ମୁଁ କିଛି ପଢିନି। ମୋର ଯିବା ଆସିବା ମାଲକାନଗିରିରୁ କଟକ 3-4 ଦିନ ପଳେଇଲା, ତାରି ଭିତରେ ନେକ୍ସଟ ଗୋଟେ ସପ୍ତାହ ଭିତରେ ଏକ୍ସାମ ହେଇଛି। ମୁଁ କିଛି ପଢୁନଥିଲି, ଏମିତି ପଢିଥିଲି କିଛି କରିପାରିନଥାନ୍ତି। ମୋର ଓଡିଆ ଇଂଲିଶ ଆଉ ପୁରା ଭୁଲି ଭାଲି ଗଲେଣି ସବୁ। ପୁରା ଫାଲତୁ ହେଇଛି। ତୁକା ମାରିକି ଆସିଥିଲି, ସେ ଇଂଲିଶ ଫିଂଲିଶ କଣ କରିଛି ମୋର ମନେ ବି ନାହିଁ ଆଉ। 33ଟା ଭୁଲ କରିଛି ମୁଁ, 33ଟା। ହେଲା, ଟିକେ ରୁମ ଦେଖେଇ ଦଉଛି ଆପଣଙ୍କୁ। 170ଟା ଆଟେମ୍ପ୍ଟ କରିଥିଲି, 170ଟା ଆଟେମ୍ପ୍ଟରୁ 33ଟା ଭୁଲ କରିଛି। ହେଲା, 33ଟା ଭୁଲ କଲା ପରେ ମାନେ ଆଉ ରହିଲା କେତେ, 137। 137 ରୁ ପୁଣି 33 ର ଯୋଉ ନେଗେଟିଭ ମାର୍କିଂ ହେଇଛି, ସେଥିରେ 11 ମାର୍କ କଟିବ। ଟୋଟାଲ ମୋର ରହୁଛି 122 ମାର୍କ। ହେଲା, 180 ରୁ 122 ରହୁଛି। ଛାଡ, ମୋର ମାନେ ଏମିତିରେ ବି ଆଶା ନଥିଲା, ଖାଲି ଦେଇକି ଆସିଛି। ଆଉ ଆଉ ରହିଲା କଣ, ଆକ୍ଚୁଆଲି ଭାବୁଥିଲି କି ମାନେ କମ୍ପ୍ୟୁଟରରେ ବି ଟିକେ ଟିକେ ମାନେ ଠିକ ଠାକ ରହିବ ବୋଲି କମ୍ପ୍ୟୁଟରରେ ବି ହଗି ଦେଇକି ଆସିଛି। ଛାଡ, ଯାହା ବି ହେଲା ଆଉ, ଏମିତିରେ ଆଶା ନଥିଲା। ହଁ, ଆଉ ମୁଁ କହୁଛି କି ଯୋଉମାନଙ୍କର 140+ ରହୁଛି ଜେନେରାଲ ମାନଙ୍କର, ସେମାନେ ଜାଣିଛନ୍ତି ସେମାନେ ସେଫ୍ ସାଇଡରେ ହିଁ ଅଛନ୍ତି। 140+ ଯୋଉମାନଙ୍କର, ମାନେ ମତେ ଲାଗୁଛି, ମୁଁ ଏଇଟା କଟକ ପ୍ରେଡିକ୍ସନ କରୁନି, ମୁଁ କହୁଛି ସେଫ୍ ସ୍କୋର କୋଉଟା। ହେଲା, 140+ ଯୋଉମାନଙ୍କର ରହିଛି ସେମାନେ ସ୍କିଲ୍ ଟେଷ୍ଟ ପାଇଁ ଏବେଠୁ ସ୍କିଲ୍ ଟେଷ୍ଟ ପାଇଁ ପ୍ରିପାରେସନ ଷ୍ଟାର୍ଟ କରିଦିଅନ୍ତୁ। ଆଉ ନେକ୍ସଟ ଆମର ଯୋଉ ଆରଆଇ ଅମିନ ପାଇଁ ଅଛି 22 ମେ ରୁ ଷ୍ଟାର୍ଟ ହଉଛି। ତା ପାଇଁ ଯଦି ଯୋଉମାନଙ୍କର କିଛି କମି ଯାଇଛି ମାର୍କ, କି ଆପଣ ଲାଗୁଛି ଆପଣ ଏଜ ରେ ଅଛନ୍ତି କି ଆପଣଙ୍କର ହଉନି, ଯେମିତି ମୁଁ ଜାଣି ସାରିଲିଣି ମୋର ହବନି, ଠିକ ଅଛି। ତ ମୁଁ ଏବେ ନେକ୍ସଟ ଆରଆଇ ଅମିନ ପାଇଁ ଲାଗିବି। ଏବେ ଯେ ଟାଇମ ଅଛି, ମୁଁ ପଢିବି ଧୀରେ ଧୀରେ ଆଉ ଯାହାବି। ଏଠି ଏଠି କାନ୍ଦିବି ଏଠି, ମୁଁ ଦେଖନ୍ତୁ। ହଉ, ଛାଡ, ଯାହା ହେଲା ହେଲା। ମୁଁ ଏବେ ନେକ୍ସଟ ଏକ୍ସାମ ପାଇଁ ଦେଖିବା। ସିଜିଏଲ ର ବି ରେଜଲ୍ଟ ଆସିବା ବାକି ଅଛି। ଦେଖିବା, ଯାହା ହବାର ଥିବ ହବ ଆଉ। ଅଲ ଦ ବେଷ୍ଟ ଗାଇଜ, ଯୋଉମାନଙ୍କର ଭଲ ହେଇଛି 140+, ଯୋଉମାନଙ୍କର ସେମାନେ ଷ୍ଟାର୍ଟ କରିଦିଅନ୍ତୁ ପଢାପଢି। ଓକେ, ଜୟ ଜଗନ୍ନାଥ, ଥ୍ୟାଙ୍କ ୟୁ।